ବାଲି ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ। ମୋରଡ଼ା ଥାନା ତଥା ମୋରଡ଼ା ତହସିଲ ଅଞ୍ଚଳରେ ପ୍ରଭାବିତ ହେଉଛି ଜମ୍ଭିରା ନଦୀ। ଏହି ଜମ୍ଭିରା ନଦୀର ଘଳମୁଆ ଘାଟରୁ ଦୈନିକ ରାତି 10ଟାରୁ ଆରମ୍ଭ ହୋଇ ସକାଳ 7ଟା ପର୍ଯ୍ୟନ୍ତ ବେଧଡ଼କ ବାଲି ଉଠୁଛି। ପ୍ରତ୍ୟେକ ଦିନ 10ରୁ 15ଟି ଟ୍ରାକ୍ଟରରେ ବାଲି ଚୋରି ହେଉଥିବାର ବାହାରକୁ ଚାଲାଣ ହେଉଥିବାର ଜଣାପଡ଼ିଛି। ସୁନାକୁ ବଳିଯାଇଛି ବାଲିର ଦାମ। ଗରିବ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ବାଲି କିଣି ପାରୁନଥିବାରୁ ଅଟକୁଛି ଗୃହ ନିର୍ମାଣ କାର୍ଯ୍ୟ। ତେବେ ବାଲି ଚୋରମାନେ ବିଳମ୍ବିତ ରାତିରେ ପୋଲିସକୁ ଜଗି ବାଲି ଚୋରି କରିବା ବୁଝା ପଡ଼ୁଛି। କିନ୍ତୁ ସକାଳ 7ଟା ପର୍ଯ୍ୟନ୍ତ ଚିତ୍ରଡ଼ା ଶୀର୍ଷାପାଳ ମୁଖ୍ୟ ରାସ୍ତାରେ ବାଲି ଚୋରି କରି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏନେଇ ଚିତ୍ରଡ଼ା ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାର ଲକ୍ଷ୍ୟ କରାଯାଉଛି। ତେବେ ଆଜି ମୋରଡ଼ା ଥାନା ପୋଲିସ ପେଟ୍ରୋଲିଂରେ ଯାଉଥିବା ବେଳେ ଏହି ଚୋରା ବାଲି ଟ୍ରାକ୍ଟରକୁ ଚିତ୍ରଡ଼ା ଫାଣ୍ଡି ସାମ୍ନା ମୁଖ୍ୟ ରାସ୍ତା ପାଖରୁ ଧରିଥିବା ଜଣାପଡ଼ିଛି। ପରେ ଉକ୍ତ ଚୋରା ବାଲି ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି 360/24ରେ ଏକ ମାମଲା ରୁଜୁ କରାଯାଇଥିବାର ସୂଚନା ଦେଇଛନ୍ତି ଓଆଇସି ସତ୍ୟନାରାୟଣ ବଳ। ତେବେ ଗିରଫ ଡ୍ରାଇଭର ଜଣକ ହେଲେ ଗୁହାଳଡିଆ ଗ୍ରାମର ଗଣେଶ ଚାପେୟାର ବୋଲି ଜଣାପଡ଼ିଛି। ଏନେଇ ମୋରଡ଼ା ପୋଲିସକୁ ସାଧାରଣରେ ପ୍ରଶଂସା କରାଯାଉଥିବାର ଜଣାପଡ଼ିଛି।